କରୁଛି ଦେଖନ୍ତୁ ଆପଣମାନେ ଦେଖନ୍ତୁ ମାଛ ସେ କାଟି କାଟିକି ସେ କ'ଣ କରୁଛି ଦେଖନ୍ତୁ ସେ କାଟିକି ଫୋପାଡ଼ୁଛି ଇଆଡ଼େ ସିଆଡ଼େ କ'ଣ କରୁଛୁ ମା ଏଠି କଙ୍କାର ସାଙ୍ଗମାନେ ଆଉ ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜିର ବ୍ଲଗ୍ରେ ଜାଣିବା ବୋଇତାଳୁ ଫୁଲରୁ କେମିତି ବରା ବନେଇବା। ଚାଲନ୍ତୁ ସାଙ୍ଗମାନେ ଜାଣିବା ବ୍ଲଗ୍ରୁ। ବୋଇତାଳୁ ଫୁଲକୁ ଆଣନ୍ତୁ, ଭଲ ଭାବରେ ଝାଡ଼ି ଦିଅନ୍ତୁ, ତାପରେ ପନିକି କିମ୍ବା ଚାକୁରେ ଏପରି ଦେଖନ୍ତୁ ମୋ ମା ଯେପରି ଛୋଟ ଛୋଟ ପିସ୍ କରିକି କାଟୁଛେ ଆପଣମାନେ ପ୍ରଥମେ କାଟି ନିଅନ୍ତୁ। ଦେଖନ୍ତୁ ଆପଣମାନଙ୍କୁ ଉପରୁ ଭିଡ଼ିଓ କରିକି ଦେଖିଦେଉଛି କେତେ ସୁନ୍ଦର ଭାବରେ ମୋ ମା କାଟୁଛି, ସେପରି ଆପଣମାନେ କାଟି ନିଅନ୍ତୁ। ଦେଖନ୍ତୁ ଏପରି ଛୋଟ ଛୋଟ ପିସ୍ ପୁରା କରିକି କାଟି ନିଅନ୍ତୁ। ଯେତେ ବି ବୋଇତାଳୁ ଫୁଲ ଆପଣଙ୍କ ପାଖରେ ଅଛି ସବିକୁ ଏପରି କାଟି ନିଅନ୍ତୁ। ପୁରା କଟିଂ ହେଇସାରିଲା ପରେ ତା'ର ଡେମ୍ଫ ଯେଉଁ ଅଛି ଡେମ୍ଫକୁ ବି କାଟିକି ଆପଣମାନେ ତା ଦେହରେ ପକାଇ ଦିଅନ୍ତୁ, ଯେମିତି ମୋ ମା କାଟିକି ପକାଉଛି ଭିଡ଼ିଓରେ, ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ। ତାପରେ ଆଳୁ ନିଅନ୍ତୁ, ଆଳୁକୁ ଭଲ ଭାବରେ ଛଡ଼େଇକି ତାକୁ ଛୋଟ ଛୋଟ ପିସ୍ କରିକି କାଟି ନିଅନ୍ତୁ। ପୁରା ସରୁ ସରୁ ପିସ୍ କରିକି ଆଳୁକୁ କାଟି ନିଅନ୍ତୁ। ସରୁ ସରୁ ପିସ୍ କରିକି ଆଳୁକୁ କାଟି ସାରିଲା ପରେ ଦେଖନ୍ତୁ ଆଳୁ ଏଠି ଅଛି, ଆଳୁକୁ ସରୁ ପିସ୍ କରିକି କାଟି ସାରିଲା ପରେ ତା ସହିତ ତାକୁ ଭଲ ଭାବରେ ଧୋଇ ନିଅନ୍ତୁ। ତା ସହିତ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ। ତା ସହିତ କିଛି ଲୁଣ ପକାଇ ଦିଅନ୍ତୁ। ଲୁଣ ପକାଇ ସାରିଲା ପରେ ଆପଣମାନେ କ'ଣ କରିବେ ନା ଦେଖନ୍ତୁ ଲଙ୍କାଗୁଣ୍ଡ ମୋ ହେଲା ନାହିଁ, ଆଉ ଥରେ ଲଙ୍କାଗୁଣ୍ଡ ପକାଇଲା, ଲଙ୍କାଗୁଣ୍ଡ କିଛି ପକାଇ ଦିଅନ୍ତୁ। ପକାଇ ଦେଇ ସାରିଲା ପରେ ଆପଣମାନେ କ'ଣ କରିବେ ନା ତା ସହିତ କିଛି ପିଆଜ କାଟିକି ପକାନ୍ତୁ। ଛୋଟ ଛୋଟ ପିଆଜକୁ ଛୋଟ ଛୋଟ ପିସ୍ କରିକି କାଟି ନିଅନ୍ତୁ। ପିଆଜ ପକାଇ ସାରିଲା ପରେ ଏବେ କଡ଼ାର ତେଲ ପକାଇଦେଲେ। କଡ଼ାର ତେଲ ପକାଇ ସାରିଲା ପରେ ଚୁଲି ଲଗେଇକି କଡ଼ା ତେଲ ଗରମ ହେଲା ପର୍ଯ୍ୟନ୍ତ ତାପରେ ଆପଣମାନେ କ'ଣ କରିବେ ନା ତା ଦେହରେ କିଛି ବେସନ ପକାଇ ଦିଅନ୍ତୁ, ହାଲକା ପାଣି ଦିଅନ୍ତୁ। ଦେଖନ୍ତୁ ହାଲକା ପାଣି ଦେଇ ସାରିଲା ପରେ ତାକୁ ଭଲ ଭାବରେ ଚକୁଡ଼ନ୍ତୁ। ଫୁଲ ସହିତ ଆଉ ବେସନ ପୁରା ମିକ୍ସ ହେଇଗଲା ପରେ ତାପରେ ହାଲକା ପାଣି ଦେଇକି ଆଉ ଥରେ ଭଲ ଭାବରେ ଚକୁଡ଼ନ୍ତୁ, ଯେତେ ପର୍ଯ୍ୟନ୍ତ ପୁରା ମିକ୍ସ ନ ହେଇଛି। ମିକ୍ସ ହୋଇଗଲା ପରେ ଆପଣମାନେ ଛୋଟ ଛୋଟ ଗୋଲା ହେଲା ପିସ୍ କରିନିଅନ୍ତୁ। କଡ଼େଇରେ ଯେତେବେଳେ ତେଲ ଗରମ ହେଇଯିବ ଛୋଟ ଛୋଟ ଗୋଲ ଗୋଲ ପିସ୍ କରିକି ଏପରି ପକାନ୍ତୁ, ଯେପରି ଭିଡ଼ିଓରେ ଆପଣମାନଙ୍କୁ ଦେଖାଯାଉଛି। ଦେଖନ୍ତୁ ପୁରା ଦେଶୀ ବରା ଫୁଲ ବୋଇତାଳୁ ଫୁଲରୁ କେତେ ସୁନ୍ଦର ଦେଶୀ ବରା। ଦେଖନ୍ତୁ ଏବେ ସେ ବରାକୁ ନୋଟି ଦିଅନ୍ତୁ। ଦେଖନ୍ତୁ ଏବେ ଆଉ କିଛି ମିନିଟ୍ ପରେ ଆମର ବରା ଖାଇବା ପାଇଁ ହେଇଯିବ। ଦେଖନ୍ତୁ ଆମ ଝିଅ ଆସିଗଲା। ବରା ଖାଇବି, ବରା ଖାଇବି ନା ବସ ଫାଇନାଲି ଆମ ବରା ହେଇଗଲା। ତାପରେ ଏବେ ଆପଣମାନଙ୍କୁ ଟେଷ୍ଟ କରିକି କହୁଛି କେତେ ସୁନ୍ଦର ହେଇଛି। ଦେଖନ୍ତୁ ଆମ ଟିକେ ଝିଅ ବି ଖାଇବା ପାଇଁ ମାଗିଲା। ଦେଖନ୍ତୁ ବରାକୁ ଆପଣମାନଙ୍କୁ ଦେଖୁଛି, ଦେଖନ୍ତୁ ଖାଇକି ଦେଖନ୍ତୁ ବରାକୁ ଖାଇ ବହୁତ ସୁନ୍ଦର ଟେଷ୍ଟ ହେଇଛି। ତ ଆପଣମାନେ ଥରେ ଟ୍ରାଏ କରନ୍ତୁ। ଆମ ଟିକେ ଝିଅ ମଧ୍ୟ ମାଗିଲା ବରା ଖାଇବା ପାଇଁ, ମୁଁ ତାକୁ ଗୋଟେ ପିସ୍ ଦେଲି। ଗରମ ସେ ଖାଇପାରିଲାନି, ଥରେ ଥୋଇଦେଲା। ଦେଖନ୍ତୁ ବେଲା ଚକେଇ ବେଲା ବଡ଼ି ଟମାଟୋ ପୋଡ଼ା, ଭେଣ୍ଡି ଭଜା, କଞ୍ଚା ଲଙ୍କା, ରସୁଣ, ଲଙ୍କା, ଲୁଣ ପକାଇ ଭଲ ଭାବରେ ଦେଖନ୍ତୁ ଦଳା ହେଲା। ଦେଶୀ ଟମାଟୋ ଭେଣ୍ଡି ଚଟଣି, ତା ସହିତ ଗରମ ଭାତ ସହିତ ଡାଲି, ଫୁଲ ଭଜା ଆଉ ଭାତ ବହୁତ ଟେଷ୍ଟ ହେଇଥିଲା। ଟ୍ରାଏ କରନ୍ତୁ।